पृथ्वी गोटे रंगमंच रंगमंच जीवन गोटे नाटक नाटकर निर्देशक हेउछंती जगतर नाथ जगन्नाथ निर्देशन हाँ से जगतर नाथ जगन्नाथंकर निर्देशन एठी जेते 52 कोटी भंडार तथा 56 कोटी जीव अछंती समस्ते अभिनय करि चली जदि कहवाक गले जीवन गोटे नाटक पृथ्वी गोटे रंगमंच आउ जगतनाथ जगन्नाथ होउछंती सेही नाटकर निर्देशक आउ तांकरी निर्देशन आंभे सर्वे अभिनय करि चलीचे केबे दुख दृश्य तो केते बेले खुशीर दृश्य केते बेले विरहर दृश्य तो केते बेले मिलनर दृश्य आंभे अभिनय करने को बाध्य होउचे तांकरी निर्देशन सेथि पई पुरा कहा जाईची केही रही नहीं रहिबे नाहीटी भव रंग भूमि तले सर्वे निज निज अभिनय सारी बाहुड़े काल बोले सेही जगतनाथ जगन्नाथंकर निर्देशन रामंकर शरणापन्न होई आज मु रामानंद बाबा निज आश्रम रे आनंद रे विचरण करुछि विचरण करुछि राम पाद मोरि मुझे श्री रामानंद राम नाम पाद स्मरि मुझे रामानंद विश्वहित साधना आनंद राम नाम स्मरि मुझे नम रामानंद राम नाम स्मरि मुझे नम रामानंद परोपकाराय परम धर्म रे दीक्षित रामानंद बाबा सदा सर्वदा जनहितकारी कार्य से नियोजित होता है। विश्वरहित साधन तार परम मूल मंत्र आउ से परम मूल मंत्र को आक्षेप करी पाथेय करी मु कही थाए तू खिलुआ पोछिबा
ସାଧନାର ମୂଳ ମନ୍ତ୍ର ଅଟଇ ମୋହର। ଏଣୁ କୁହାଯାଇପାରେ ଯୁଗେ ଯୁଗେ ଧର୍ମର ବିଜୟ, ଯୁଗେ ଯୁଗେ ପୁଣ୍ୟର ବିଜୟ। ଅକ୍ଷୟ ହେବ ଏ ପୁଣ୍ୟ ଜଗତେ, ଧର୍ମର ହେବ ଜୟ। ସେଥିପାଇଁ ସେଥିପାଇଁ ଗୀତାରେ ପରା କୃଷ୍ଣ ପ୍ରଭୁ କହିଛନ୍ତି, ହଁ ହଁ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଅର୍ଜୁନକୁ, यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मनं सृजम्यहं परित्राणाय साधूनां संभवामि युगे युगे संभवामि युगे। এইটা বড় অনাথ আশ্রম। এই অনাথ আশ্রমরে এই দুনিয়ার যেতে স্বামী পরিত্যক্তা মা মানଙ୍କୁ, অনাথ শিশু মানଙ୍କୁ, নিরীহ বালক বালিকা মানଙ୍କୁ তথা পুଅ ବୋହୂ ପଚାରୁ ନଥିବା ବୃଦ୍ଧ ବୃଦ୍ଧାଙ୍କୁ ଆଣି ମୁଁ ସମସ୍ତଙ୍କର ସାହାଯ୍ୟରେ, ସମସ୍ତଙ୍କୁ ଦାନ ମାଗି ଏହି ଆଶ୍ରମ ଚଲାଉଛି। ସେ ଦୁଃଖୀ ନିରୀହ ମାନଙ୍କ ମୁହଁରେ ମୁଁ ନିଶ୍ଚୟ ଆହାର ଦେଇ ଅନ୍ତତଃ ଖୁସି ତ ଦେଇପାରୁଛି। ତାଙ୍କ ମୁହଁରେ ହସ ଦେଖିଲେ ମୋ ସବୁ ତପସ୍ୟା ପୂର୍ଣ୍ଣ ହେଲା ଭଳି ଲାଗେ। ଏହି ଆଶ୍ରମରେ ଅନେକ ଅନ୍ତେବାସିନୀ ମାନେ ଅଛନ୍ତି। କହୁ କହୁ ଅନେକ କଥା କହିଦେଲି, ଅଥଚ ମୁଁ ମୋ ମା କଥା ଏପର୍ଯ୍ୟନ୍ତ କହିପାରିଲିନି। ମାନେ ମୋ ଝିଅ ସଙ୍ଗୀତ କଥା ଏପର୍ଯ୍ୟନ୍ତ ମୁଁ ମନେ ପକାଉନି। ମୋ ଝିଅଟା ଗଲା କୁଆଡ଼େ? ମୋ ଝିଅ ସଙ୍ଗୀତା, ହଁ ସେ ଆମ୍ର ଫଳ ଗୋଟେ ଖାଇବାକୁ ବହୁତ ପସନ୍ଦ କରେ। ଏଇଟା ଅନତି ଦୂରରେ ଆମ୍ର ବୃକ୍ଷ ଖେଳୁଅଛି କୋଇଲିଟିଏ। ସେଇ କୋଇଲି, ହଁ ହଁ ସେଇ କୋଇଲିକୁ ପଚାରିବି ମୋ ମାର ସନ୍ଦେଶ। ଆଲୋ କୋଇଲି, କୋଇଲି ଲୋ, ମୋ ଝିଅ ଯଦି ଅଛି ତାହେଲେ କହିଦେ, ଆଶ୍ରମେ ବାବା ଖୋଜୁଛନ୍ତି। ନା 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 ନା, ଏଇ କୋଇଲି ବି ବୁଝିବନି ମୋ ଭାଷା। ମୁଁ ମୋ ମାଆକୁ ଡାକିବି, ହଁ ମୋ ଝିଅକୁ ହିଁ ଡାକିବି। ଆରେ ମୋ ସଙ୍ଗୀତା, ସଙ୍ଗୀତ ତୁ ବାବା ଝିଅ ମୋର ଭକ୍ତି ଭରା ଭୂନିଷ୍ଠ ପ୍ରଣାମ। ଖଣ୍ଡ ସୌଭାଗ୍ୟବତୀ ହବି, ଉତ୍ତମ କାର୍ଯ୍ୟ କର, କୀର୍ତ୍ତିସ୍ତମ୍ଭ କର ତ ସ୍ଥାପନ। ଆରେ ମା, ତୁ ତ ଜାଣିଛୁ ତୋତେ କ୍ଷଣେ ନ ଦେଖିଲେ ମୁଁ କେମିତି ବ୍ୟତିବ୍ୟସ୍ତ ହୋଇ ଅନ୍ଧ ପ୍ରାୟ ହଣେ ତେଣେ ଖୋଜି ବୁଲେ। ହେଲେ ଏତେ ଡାକିଲା ପରେ ତୁ ଆସୁନଥିଲୁ କାହିଁକି ରେ ମା? ବାବା କାହିଁକି? ବାବା, ହରେ ମା, ମୁଁ ମୋ ସଖୀ ସଙ୍ଗତ ସହିତ ଏଇ ଫୁଲ ବଗିଚାରେ ଫୁଲ ଗଛରେ ପାଣି ଦେଉଥିଲି ବାବା। ଆହୁରି ମଧ୍ୟ ମୁଁ କଥାଟି ପଚାରି ବୋଲି ଭାବୁଛି। ତୁ ତାହେଲେ ସଖୀ ସଙ୍ଗାତଙ୍କ ସହିତ ଆମ
পুষ্প উদ্যান খেলিବାକୁ ଯାଇଥିଲୁ ହଁ ବାବା ହେଲେ ମା ବାବା ତୁ କଣ ମତେ ପଚାରିବାକୁ ଚାହୁଁଥିଲୁ ବାବା ହଁ ଆଜି ମତେ ସତ କୁହ ମୁଁ ତୁମ ଝିଅ ନା ନୁହେଁ କଣ କହିଲୁ ତୁ 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 ମୋ ଝିଅକୁ ନୁହଁ ଝିଅ କି ନୁହଁ ସେଇ ପ୍ରଶ୍ନ ପଚାରୁଛୁ ହଁ ବାବା এইটা কোন আশ্চর্য কথা হেবনি আরে মা বাবা এ দুনিয়ারে কোউ বাপকু কোউ ঝিও পচারিছি মু তমর ঝিওকু নুহে বলি কি তু পচারুছু আরে মা বাবা তু 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 হি মোর ঝিও আউ মু তোর বাপ এই আশ্রমরে যেতে অন্তেবাসিনী মানে অছন্তি তো সাঙ্গ সাথী মানে অছন্তি ହଁ ସେମାନେ ବି ମୋ ଝିଅ ମୁଁ ଜାଣି ବାବା ସମସ୍ତେ ଆପଣଙ୍କ ଆଶ୍ରମର ଆଶ୍ରୟ ପାଳିତ କନ୍ୟା କିନ୍ତୁ ତୁମେ ମୋ ମୁଣ୍ଡ ଛୁଇଁ ସତ କୁହ ମୁଁ ଆପଣଙ୍କ ପାଳିତ ଝିଅ ନା ତମ ଔରସର ଜନ୍ମ କଲା ଝିଅ ଭାଗ୍ୟ ପରୀକ୍ଷାରେ ପକାଇଦେଲା ଏ ଝିଅଟା କହୁଛି ତା ମୁଣ୍ଡ ଛୁଇଁ ଶପଥ କରିବା ପାଇଁ ବାବା ମୋତେ ସତ କହିବାକୁ ହେବ ଆଜି ନହେଲେ ବି କାଲି ସେ ଜାଣିବ ବାବା ଆରେ ମା ବାବା ପାରେ ବାବା ଆଜି তো মুন্ড ছুঁই এ বুড়া বাপটা সত কହୁଛି তু মো জন্ম কলা ঝিও নহু বাবা ତମେ ବି କହିପାରିଲ ମୁଁ ତୁମ ଜନ୍ମ କଲା ଝିଅ ନୁହେଁ ବୋଲି ତାହେଲେ କୁହ ବାପା ମୋ ଜନ୍ମ କଲା ବାପା ମା କିଏ କୁହ ବାପା କୁହ আজি তোতে কহিবি রে মা ବାପା সবু গোটি গোটি করে কহিবি ঠিক আজি ভলি ବାପା রাখি বন্ধন পড়িথায়ে ହଁ ବାପା শ্রাবণ মাসর পূর্ণিমা ବାପା ঝিপি ঝিপি বর্ষা পুনেই তিথি জহ্নর দর্শন নাহি আকাশরে চতুর্দিগরে অন্ধকার তৎসহিত ঝিপি ঝিপি বর্ষা মধ্যরাত্রিরে জনে জনে আসিলা ବାବା ମୁଁ ମୋ ଆଶ୍ରମରେ ସମସ୍ତ ଅନ୍ତେବାସିନୀ ମାନଙ୍କର ଭଲ ମନ୍ଦ ବୁଝୁଥାଏ ରାତ୍ରର ମଧ୍ୟ ପ୍ରହର ଜଣେ ଆସି କ'ଣ ଗୋଟିଏ ଧରିକି ଆସୁଥାଏ ଝାପ୍ସା ଆଲୁଅରେ ମୁଁ ଝରକା କୋଣରୁ ଦେଖିଲି କ'ଣ ଗୋଟିଏ ମାମ ଗଛ ଅଗଣାରେ ଛାଡ଼ିକି ଚାଲିଗଲା ବାବା ପରେ କିଛି ସମୟ ହେଲା ପରେ ମୁଁ ଶୁଣିଲି କୁଆ କୁଆ ଶବ୍ଦ ବାବା ମୁଁ ଚମକି ଗଲି ବର୍ଷା ଲତାପତ ହୋଇକି ସେ ସମୟରେ ବିଜୁଳି ମାରିଛି ବର୍ଷା ସହିତ ତୁହାକୁ ତୁହା ସେ ତାହେଲେ ସେ ତାରକ ଶିଶୁ ପଥର କନ୍ୟା ପଡୁଥାଏ ହଁ ବାବା ସବୁକୁ ବେଖାତିର କରିକି ମୁଁ ଗଲି ବାବା ଦେଖିଲି ସଦ୍ୟଜାତ ଶିଶୁ କନ୍ୟା କିଏ ବାବା ମୋ ଘର ପଛପଟେ ପଡ଼ିଛି ବାବା ତାକୁ ତାପରେ
ପରେ ମୁଁ ଆଶ୍ରମ ଭିତରକୁ ଆଣିଲି ବାବା ଆଉ ତାକୁ ପୋଛାପୋଛି କରିକି ଗାଈ କ୍ଷୀର ଦୁହିକି ଗୋରସ ତା ପାଟିରେ ଦେଲି। ତାପରେ ଧୀରେ ଧୀରେ ସେ ଛୁଆଟା ମତେ କ'ଣ ଭାବିଲା କେଜାଣି ମୋ ଛାତିରେ ଶୋଇଦେଲା। ସେ ଭାବିଲା ମୁଁ ତାର ମା। ସେ ଛୁଆଟା କିଏ ଜାଣିଛୁ? ସେ ଛୁଆଟା ସେଦିନର ସେ ଛୁଆଟା ହେଉଛୁ ତୁ। କନ୍ୟା ମୁଁ କି ବାପା ତୋତେ ପାଲିଛି ପୋଷିଛି। ଏବେ ତୁ କୁହ ମୁଁ ତୋର ଜନ୍ମ କଲା ବାପ ନ ହେଲେ ବି ତୋତେ ମୁଁ ଜନ୍ମ ନ କଲେ ବି ବାପା ତୁ କ'ଣ ମୋର ଝିଅ ନୁହଁ? ମୁଁ କ'ଣ ତୋର ବାପ ନୁହେଁ? ବାପା କହ ମା କହ। ମୋର ଭୁଲ ହେଇଗଲା ବାପା ଆଉ କେବେ ବି ଏମିତି କହିବେନି। ମୋର ଭୁଲ ହେଇଗଲା। ତୁ କହ ମା କହ। ମତେ କାହିଁକି ବାପା କହିବୁ? ମୁଁ ତ ପର ଲୋକଟା। ତୁମେ ହିଁ ମୋ ମା ବାପା ସବୁ କିଛି। ମୁଁ ସତ କହୁଛି ବାବା ଆଉ କେବେ ବି ମୁଁ କହିବିନି। ମୁଁ କେବେ ବି ଆଉ କହିବିନି ବାପା। ବାବା ତମେ ମନାଉନା କରିଦେଲ ନା ବାବା। ବାବା ଥରେ ତୁମେ ହସି ଦିଅ ନା ବାବା। ଥରେ ତୁମେ ହସି ଦିଅ ନା। ମୋ ମା ଯଦି କହିବ ମୁଁ ଆସିବିନି। ହଁ ବାବା କାହିଁକି ନା ହଁ ତୁ ପରା ମୋ ମା ଆଉ ମୁଁ ପରା ତୋ ବୁଢ଼ା ପୁଅ। বাবা 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 তুমি মো ইষ্ট দেবতা তুমি মো ভাগ্য বিধাতা তুমি মো ইষ্ট দেবতা তুমি মো ভাগ্য বিধাতা তুমি কৌথিবা কথা মোর ভাগবত গীতা তুমি হি মো পিতা মাতা তুম ঠারি মো আশ্রিতা তুম পাদ সদায় মোরি মত বাপা তুমি মোর সাহা ভরসা বাপা তুমি মোর সাহা ভরসা। এই আশ্রমর যেতে পুয়া ঝিও সমস্তে তুমরি সন্তান মা বাপা
ସ୍ନେହ ଡାଲିଆ କରିଛ ତୁମେ ପାଳନ ମିଠା ମିଠା କଥା କହି ଝଡ଼ ଜଞ୍ଜା ସବୁ ସହି ମିଠା ମିଠା କଥା କହି ଝଡ଼ ଜଞ୍ଜା ସବୁ ସହି ଆମକୁ ହସି ହସା ଭୁଲୁଅ ସବୁ ନିଜେ କିଅ ଆମକୁ ହସି ହସା ଭୁଲୁଅ ସବୁ ନିଜେ କିଅ ରୋହିତ ଭୁଲେନା ସ୍ନେହ ମମତା ବାପା ତୁମେ ମରା ସାବରସା ବାପା ତୁମେ ମରା ସାବରସା আরে মা ବାପା ଏବେ ତ ତୋ ମନ ବୁଝିଲା ହଁ ବାବା ତାପରେ ତୁ କ'ଣ କ'ଣ କହିବାକୁ ଚାହୁଁଥିଲୁ ଏବେ ବାବା ହଁ ରେ ମା ମୁଁ କିଛି ବି ଚାହୁଁ କିଛି ବି କହିବୁନି ନା ତାହେଲେ ହଁ ମୁଁ କହିବି ହଁ ଆରେ ମା ବାପା ମୁଁ ଆଜି ତୋତେ ହଁ ଏ ଖୁସିର ମୁହୂର୍ତ୍ତରେ ହଁ ଆହୁରି ଗୋଟିଏ କଥା କହିବାକୁ ଚାହେଁ ଆହୁରି ଗୋଟେ କଥା କହିବ ହଁ ରେ ମା ଠିକ ଅଛି ବାବା ତାହେଲେ ତୁ- ଆଜିଠାରୁ ହଁ ଦୀର୍ଘ 6 ମାସ ନିମନ୍ତେ ବାବା ମୁଁ ଏଇ ଆଶ୍ରମକୁ ଛାଡ଼ିକି ତୀର୍ଥ ଭ୍ରମଣାର୍ଥେ ଯିବି ରେ ମା ବାବା ଆପଣ ତୀର୍ଥ ଭ୍ରମଣ ପାଇଁ ଯିବେ ହଁ ରେ ମା ତାହେଲେ ତୁମରି ଆଶ୍ରମ এই আশ্রমরে ହଁ তোহরি দায়িত্বরে দেই ମୋରି মতে ଦାୟିତ୍ୱ ଯିବାକୁ ହେବରେ ମା ବାବା ବିଶ୍ୱର ହିତ ସାଧନ ନିମିତ୍ତ ମତେ ତପସ୍ୟା କରିବାକୁ ହେବ ହଁ ବାବା ସେଥିପାଇଁ ଏ ଦାୟିତ୍ୱର ତୋରି ଉପରେ ଦେଉଛି ଠିକ ଅଛି ବାବା ନାରୀ ବାବା ଯିବା ପୂର୍ବରୁ କହୁଛି ହଁ ବାବା କଥାଟିଏ ରହିବୁ ମୋର କଥା କେତୋଟି ରଖିବୁ ହଁ ବାବା କେବେ ଭୁଲିବୁନି ହଁ ଏ ଆଶ୍ରମର ସମସ୍ତ ଜୀବଜନ୍ତୁ ହଁ ତୋରି ଦାୟିତ୍ୱରେ ରହିଲା ସମସ୍ତଙ୍କୁ ନିଜ ଭାଇ ଭଉଣୀ ଭଳି ଲାଳନ ପାଳନ ଦେଖାଶୁଣା କରୁଥିବୁ ଠିକ ଅଛି ବାବା ଆହୁରି ମଧ୍ୟ ହଁ ଗୋଟିଏ କଥା ମନେ ରଖିବୁ ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର ବାବା ତାହେଲେ ମୁଁ ଆସୁଛି ମା ଠିକ ଅଛି ବାବା ମୁଁ ଆସିବି ହଁ ମୋର ଭରସା ଅଛି ତୋରି ଉପରେ ହଁ ବାବା ତମେ ଆସିବା ପର୍ଯ୍ୟନ୍ତ ମୁଁ ଏଇ ଆଶ୍ରମକୁ ସୁଖ ଶାନ୍ତି ଭାବରେ ପାଳନ କରି ରଖିବି ଏ ମା ବାବା ଏ ବୁଢା ପୁଅଟା ଆଜି ତା ମାକୁ ଛାଡ଼ିକି ଯାଉଛି ବାବା ଦୁଃଖ କିଛି କହିବାର ନାହିଁ ନାଇଁ ବାବା ନାଇଁ ତଥାପି ମତେ ବାଧୁଛି ତଥାପି ମୋ କର୍ତ୍ତବ୍ୟ ମତେ କରିବାକୁ ପଡ଼ିବ ଠିକ ଅଛି ବାବା ମୁଁ କିଏ ତୋର ବାପା ନାଇଁ ରେ ମା ତୁ ବାବା ମୋର ମା ଆଉ ମୁଁ ପରା ତୋର ବୁଢା ପୁଅ ହଁ ବାବା